ସାଙ୍ଗମାନେ ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସାଙ୍ଗମାନେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ପ୍ରଶ୍ନ। ଝିଅମାନଙ୍କ ଗୁମ୍ଫାରୁ ପାଣି ବାହାର କରିବା ପାଇଁ କେତେ ଥର ଝଟକା ମାରିବା ଦରକାର? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। ଝିଅମାନଙ୍କ ଗୁମ୍ଫାରୁ ପାଣି ବାହାର କରିବା ପାଇଁ କେତେ ଥର ଝଟକା ମାରିବା ଦରକାର? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ଝିଅମାନଙ୍କ ଗୁମ୍ଫାରୁ ପାଣି ବାହାର କରିବା ପାଇଁ 20ରୁ 30 ଥର ଝଟକା ମାରିବା ଦରକାର। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କେଉଁ ପୋଜିସନରେ ମହିଳାମାନଙ୍କୁ ପେଲିଲେ ଗୁମ୍ଫା 7 ଦିନ ପର୍ଯ୍ୟନ୍ତ ଦରଜ ରହିଥାଏ? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କେଉଁ ପୋଜିସନରେ ମହିଳାମାନଙ୍କୁ ପେଲିଲେ ଗୁମ୍ଫା 7 ଦିନ ପର୍ଯ୍ୟନ୍ତ ଦରଜ ରହିଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ବଟରଫ୍ଲାଏ ପୋଜିସନରେ ମହିଳାମାନଙ୍କୁ ପେଲିଲେ ଗୁମ୍ଫା 7 ଦିନ ପର୍ଯ୍ୟନ୍ତ ଦରଜ ରହିଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, 18ରୁ 20 ବର୍ଷର କୁଆଁରୀ ଝିଅମାନେ କେଉଁ ପୋଜିସନରେ ପେଲା ଖାଇବା ପାଇଁ ପସନ୍ଦ କରନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। 18ରୁ 20 ବର୍ଷର କୁଆଁରୀ ଝିଅମାନେ କେଉଁ ପୋଜିସନରେ ପେଲା ଖାଇବାକୁ ପସନ୍ଦ କରନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର 18ରୁ 20 ବର୍ଷର କୁଆଁରୀ ଝିଅମାନେ ଫାର୍ଷ୍ଟ ପୋଜିସନରେ ପେଲା ଖାଇବା ପାଇଁ ପସନ୍ଦ କରନ୍ତି। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଝିଅମାନଙ୍କୁ ପେଲିବା ପୂର୍ବରୁ କେଉଁ ଜିନିଷ ଖାଇଲେ ଝିଅମାନେ କାନ୍ଦି ପକାନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। ଝିଅମାନଙ୍କୁ ପେଲିବା ପୂର୍ବରୁ କେଉଁ ଜିନିଷ ଖାଇଲେ ଝିଅମାନେ କାନ୍ଦି ପକାନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ଶିଳାଜିତ ଖାଇ ଝିଅମାନଙ୍କୁ ପେଲିଲେ ଝିଅମାନେ କାନ୍ଦି ପକାନ୍ତି। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, କୁଆଁରୀ ଝିଅମାନଙ୍କୁ ପେଲିବା ସମୟରେ ତାଙ୍କର କେଉଁ ଜିନିଷ ଗରମ ରହିଥାଏ? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। କୁଆଁରୀ ଝିଅମାନଙ୍କୁ ପେଲିବା ସମୟରେ ତାଙ୍କର କେଉଁ ଜିନିଷ ଗରମ ରହିଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତର କୁଆଁରୀ ଝିଅମାନଙ୍କୁ ପେଲିବା ସମୟରେ ତାଙ୍କର ଗୁମ୍ଫା ଓ ଭଣ୍ଡା ଗରମ ରହିଥାଏ। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଚଉଠି ରାତିରେ ମହିଳାମାନଙ୍କୁ କେତେ ସମୟ ପେଲିଲେ ପୁରା ଶାନ୍ତି ହୋଇଯାଆନ୍ତି? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। ଚଉଠି ରାତିରେ ମହିଳାମାନଙ୍କୁ କେତେ ସମୟ ପେଲିଲେ ପୁରା ଶାନ୍ତି ହୋଇଯାଆନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ଚଉଠି ରାତିରେ ମହିଳାମାନଙ୍କୁ 1 ଘଣ୍ଟା ପର୍ଯ୍ୟନ୍ତ ପେଲିଲେ ପୁରା ଶାନ୍ତି ହୋଇଯାଆନ୍ତି। ସାଙ୍ଗମାନେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ପେଲାପେଲି ବେଳେ କେଉଁଭଳି ଝିଅମାନଙ୍କ କ୍ଷୀର ପିଇଲେ ପୁଅମାନଙ୍କୁ ମଜା ଆସିଥାଏ? ସାଙ୍ଗମାନେ ପ୍ରଶ୍ନଟିକୁ ଆଉଥରେ ପଢ଼ି ରଖୁଛି। ପେଲାପେଲି ବେଳେ କେଉଁଭଳି ଝିଅମାନଙ୍କ କ୍ଷୀର ପିଇଲେ ପୁଅମାନଙ୍କୁ ମଜା ଆସିଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତର ନୂଆ ନୂଆ ବାହା ହୋଇଥିବା ଝିଅମାନଙ୍କ କ୍ଷୀର ପିଇଲେ ପୁଅମାନଙ୍କୁ ମଜା ଆସିଥାଏ। ସାଙ୍ଗମାନେ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।